ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ବିକାଶର ନଗ୍ନ ଚିତ୍ର। କେନ୍ଦ୍ରାପଡ଼ା ଜିଲ୍ଲା ମର୍ଷାଘାଇ ବ୍ଲକ ଅନ୍ତର୍ଗତ ମଣିକୁଣ୍ଡା ଗ୍ରାମ ପଞ୍ଚାୟତର ମଣିକୁଣ୍ଡା ଗ୍ରାମର 5 ନମ୍ବର ୱାର୍ଡର ଦୃଶ୍ୟ। କେଉଁଠି ରାସ୍ତା ଫାଟି ଆଙ୍କ ଅଛି ତ କେଉଁଠି ମାଟି ଧସି ଅତଡ଼ା ଖାଇଯାଇଛି। ଦୀର୍ଘ 15 ବର୍ଷ ହେବ ଉନ୍ନୟନମୂଳକ କାର୍ଯ୍ୟ କରାଯାଇନି। କିଏ ଟଙ୍କା ସରକାରୀ ଅନୁଦାନରୁ ବଞ୍ଚିତ ଅଛି ଏହି ଗାଁ। ଏକଥା ଆମେ କହୁନାହୁଁ, କହୁଛନ୍ତି ଗ୍ରାମବାସୀ। ବାରମ୍ବାର ପ୍ରଶାସନକୁ ନିବେଦନ କରି ବିଫଳ ହେବା ପରେ ଶେଷରେ ଏକତ୍ରିତ ହୋଇ ରାସ୍ତା ମରାମତି କାର୍ଯ୍ୟ କଲେ ଗ୍ରାମବାସୀ। ଆମ ସରକାର ସବୁବେଳେ କହୁଛନ୍ତି ମାକୁ ସମ୍ମାନ, ଗାଁକୁ କାମ। ଏହି ଦୃଶ୍ୟ ଦେଖିଲେ ଜଣାପଡ଼ୁଛି କେଉଁଭଳି କାମ ହେଉଛି। ମଣିକୁଣ୍ଡା ପଞ୍ଚାୟତର 5 ନମ୍ବର ୱାର୍ଡ ସବୁବେଳେ ଅବହେଳିତ ହୋଇ ପଡ଼ି ରହିଛି ଓ ଅଣଦେଖା କରାଉଛି। ସବୁ ଗାଁରେ କାମ ହେଉଥିବା ବେଳେ ଏହି ଗାଁକୁ କ'ଣ କାମ ପାଇଁ ଅଣଦେଖା କରାଯାଉଛି, ତାହା ଏକ ବଡ଼ ପ୍ରଶ୍ନ। ଏଥିପ୍ରତି ପ୍ରଶାସନକୁ ଦୃଷ୍ଟି ଦେବାକୁ ଅନୁରୋଧ ହେଉଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଏ କ୍ଷେତ୍ରରେ ନୀରବ ଅଛି। ତାହା ନହେଲେ ଆସନ୍ତା ନିର୍ବାଚନରେ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ଗ୍ରାମବାସୀ ରୋକଠୋକ କରି କହିଛନ୍ତି। ମୋ ଗାଁ ହେଉଛି ମଣିକୁଣ୍ଡା 5 ନମ୍ବର ୱାର୍ଡ। ଆଜ୍ଞା, ମଣିକୁଣ୍ଡାରେ 15 ବର୍ଷ ହେଲାଣି କିଛି କାମ ହେଉନି। ପ୍ରଶାସନ ଏତେ ଢିଲା କରିଛି, ମଣିକୁଣ୍ଡା ଗାଁକୁ ଟୋଟାଲି ଦେଖୁନି। 15 ବର୍ଷ ହେଲାଣି ଟୋଟାଲି କାମ ନାହିଁ। ଆମେ ଗାଁ ଲୋକ ସବୁ ଡାକ ହୋଇକିରି ସବୁ କାମ କରୁଛୁ। ଯେତିକି ଆମର 80 ଘର କି 84 ଘର ସମସ୍ତେ ମିଶିକିରି ଆମେ ଏ ଗାଁଟା କାମ କରୁଛୁ। କ'ଣ କହିବେ, ପ୍ରଶାସନ ପାଖରେ ଦାବି କ'ଣ ରଖିବେ? ପ୍ରଶାସନ ତ ମଣିକୁଣ୍ଡା ଗାଁକୁ ଟୋଟାଲି କିଛି ଦେଖୁନି। ଆଉ ମଣିକୁଣ୍ଡା ଗାଁକୁ ଟୋଟାଲି ଦେଖୁନି। ସବୁ ଗାଁ ଦେଖୁଛି, ମଣିକୁଣ୍ଡା ଟୋଟାଲି ଦେଖୁନି। ରାସ୍ତା ଗଡ଼ିଆ ସବୁ ଇଏ ହେଇଗଲାଣି। ଗାଡ଼ି ଘୋଡ଼ା ଆସିବାକୁ ଟୋଟାଲି କାରବାର ହେବାକୁ ଭାରି ମାନେ ଅସୁବିଧା। ପିଲା ଛୁଆ ଗଡ଼ିଆରେ ପଡ଼ୁଛନ୍ତି, ରାସ୍ତା ଫାଟିକିରି ଆଁ କଲାଣି। ସବୁ ରାସ୍ତା ମାନେ ପ୍ରଶାସନ ପୁରା ଢିଲା କରୁଛି। ଧନ୍ୟବାଦ। ମଣିକୁଣ୍ଡା ଗ୍ରାମବାସୀ 5 ନମ୍ବର ୱାର୍ଡର ବାସିନ୍ଦା। ବିଗତ 10 ବର୍ଷ ହେଲା ଆମ ଗାଁକୁ କିଛି ସରକାର ଅବଦାନ କିଛି ନାହିଁ। ତେଣୁ ଆମେ ଗ୍ରାମବାସୀ ରାସ୍ତାର ଉଦ୍ଧାର କରୁଛୁ। ତେଣୁ କୌଣସି ଅବଦାନ ଆମ ଗାଁକୁ ଆସୁନାହିଁ। ପ୍ରଶାସନ ଅବହେଳିତ ବେଶୀ। ବ୍ଲକ ପାଖରେ, ପଞ୍ଚାୟତ ପାଖରେ ମଣିକୁଣ୍ଡା ପ୍ରଶାସନ କିଛି ନାହିଁ। କିଛି ନାହିଁ। 10 ବର୍ଷ ହେଲା, ବିଗତ 10 ବର୍ଷ ହେଲା କ'ଣ ଦାବି ରଖୁଛନ୍ତି? ଲୋକ ରାସ୍ତାରେ ମୁଁ ହରେକୃଷ୍ଣ ବସୁନ୍ଧା, ମଣିକୁଣ୍ଡା ଗ୍ରାମର ଜଣେ। ଆଉ ଆମ ଗାଁରେ କିଛି ଉନ୍ନତି ପ୍ରଶାସନ କରୁନାହାନ୍ତି। ରାସ୍ତାଘାଟ ସବୁ ଭାଙ୍ଗି ଭୁଙ୍ଗି ଯାଇଛି। ମୋ ଘର ପାଖରେ ନାଳବନ୍ଧରେ ବୋଝେ ମାଟି ପଡ଼ୁନି। ଆଉ ଯେଉଁ ହଇରାଣ ହୋଇ ଚଳୁଛୁ। ଆଉ ହନୁମାନଙ୍କ ପାଖରେ, ସେ ଗଡ଼ିଆ ପାଖରେ ରାସ୍ତା ଭାଙ୍ଗି ଯାଇଛି। ଆମେ ଗ୍ରାମବାସୀ ସବୁ ମିଶିମାଶିକି ସବୁ କରୁଛୁ। ଆଉ କୌଣସି ପ୍ରଶାସନର କିଛି ନାହିଁ। ଆଉ ପାଣି ଅସୁବିଧା ହେଉଛି। ଆଉ ଅଲଗା ମୌଜାରେ ସବୁ ହେଉଛି। ରାସ୍ତାଘାଟ ଦୁଆର ମୁହଁକୁ ରାସ୍ତା ହେଉଛି। ଆମ ଦୁଆର ମୁହଁକୁ ବୋଝେ ମାଟି ପଡ଼ୁନି। ଆମ ରାସ୍ତା ଭାଙ୍ଗିଗଲାଣି। ଆଉ ଏମିତି ଅସୁବିଧା ସବୁ ସମ୍ମୁଖୀନ ଆମେ ଚାଲିଛୁ। କ'ଣ ପ୍ରଶାସନ ପାଖରେ କ'ଣ ଦାବି ରଖିବେ? ପ୍ରଶାସନ ପାଖରେ କ'ଣ ଦାବି ରଖିବେ? କାମ କିଛି ହେଉନି ସାର୍, କିଛି କାମ ହେଉନି। ମଣିକୁଣ୍ଡା ଗ୍ରାମର କିଛି ହେଉନି। ମଣିକୁଣ୍ଡା ପଞ୍ଚାୟତରେ ଅଲଗା ୱାର୍ଡରେ ସବୁ କାମ ତ ଭଲ ଡେଭଲପ୍ କରୁଛନ୍ତି, ସମସ୍ତେ କରୁଛନ୍ତି। ଅଲଗା ମୌଜାରେ ସବୁ ଡେଭଲପ୍ ହେଉଛି, କାମ ଭଲ। ରାସ୍ତାଘାଟ ଦୁଆର ମୋ ଘର ଦୁଆର ମୋ ରାସ୍ତା ହେଉଛି। ଆଉ ପାଣି ସବୁ ପ୍ରକାର ହେଉଛି। ଆମର ମଣିକୁଣ୍ଡା ଗ୍ରାମ କିଛି ଭୋଟ ପାଇଁ ଆଉଛନ୍ତି, ଭୋଟ କ'ଣ ନେଇ ପଳେଇ ଯାଉଛନ୍ତି। ଆମେ ଦେଉଛୁ, ଦେଖିଲେ କାମ କିଛି ହେଉନି। ଆମେ ଯେଉଁ ହଇରାଣ ହେଉଛି, ଆମର ଏପଟେ ନାଳବନ୍ଧ ପାଖରେ ମୋ ଘର, ଆଜ୍ଞା ମୋର ବୁଡ଼ି ଯାଉଛି। ଆମେ ଜବାବ ଦେବୁ। ଆସନ୍ତା ଇଲେକ୍ସନକୁ ଆମେ ଜବାବ ଦେବୁ। ଧନ୍ୟବାଦ। କେନ୍ଦ୍ରାପଡ଼ାରୁ ପ୍ରଶାନ୍ତ କୁମାର ବେହେରାଙ୍କ ରିପୋର୍ଟ, BNC TV ଓଡ଼ିଆ।